ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। सप्तम अध्याय राजयोग। ଏଠାରେ ବିଚାରଣୀୟ ଯେ ପରମାତ୍ମା ଏଭଳି ଲକ୍ଷଣଯୁକ୍ତ ଯୋଗୀକୁ ହିଁ ତାଙ୍କର ପ୍ରିୟ ବୋଲି କହୁଛନ୍ତି। ସେପରି ସ୍ଥଳେ ତାଙ୍କର ଶିକ୍ଷାକୁ କୌଣସି ହିଂସ୍ରକ ଯୁଦ୍ଧ ପାଇଁ ଅର୍ଜୁନଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ଉଦ୍ଦିଷ୍ଟ ଥିଲା ବୋଲି କହିବା ଯୁକ୍ତିଯୁକ୍ତ ହେଉନାହିଁ। ମହାଭାରତ ଗ୍ରନ୍ଥ ଅନୁସାରେ ଶ୍ରୀକୃଷ୍ଣଙ୍କ ସମସ୍ତ ପ୍ରକାର ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଯୁଦ୍ଧ ଅନିବାର୍ଯ୍ୟ ହୋଇପଡ଼ିଥିଲା। ଯୁଧିଷ୍ଠିରଙ୍କ ଭଳି ଧର୍ମାତ୍ମା ମଧ୍ୟ ଅନିଚ୍ଛା ସତ୍ତ୍ୱେ ଯୁଦ୍ଧକୁ ସ୍ୱୀକାର କରିନେଇଥିଲେ। ସମସ୍ତ ପ୍ରକାର ପ୍ରସ୍ତୁତି ହୋଇସାରିଥିଲା। ଦ୍ରୌପଦୀଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ ଅର୍ଜୁନଙ୍କ ମନରେ ପ୍ରତିଶୋଧର ବହ୍ନି ସମର ଭୂମିକୁ ଆସିବା ପର୍ଯ୍ୟନ୍ତ ପ୍ରଜ୍ୱଳିତ ହୋଇ ରହିଥିଲା। ଅର୍ଜୁନ ଭଲ ଭାବରେ ଜାଣିଥିଲେ ଯେ ପ୍ରତିପକ୍ଷରେ କେଉଁ କେଉଁମାନେ ସମ୍ମିଳିତ ହୋଇଛନ୍ତି। ଏହିପରି ସ୍ଥଳେ ଅର୍ଜୁନ ଏହା କହିବା ଅପ୍ରାସଙ୍ଗିକ ଯେ ହେ ଅଚ୍ୟୁତ, ମୋର ରଥକୁ ଉଭୟ ସେନା ମଧ୍ୟରେ ନେଇ ରଖନ୍ତୁ। ମୁଁ ଦେଖିବାକୁ ଚାହୁଁଛି ଯେ କେଉଁ କେଉଁମାନେ ଯୁଦ୍ଧ କାମନା ନେଇ ଏଠାରେ ଅଛନ୍ତି। କେଉଁ କେଉଁମାନଙ୍କ ସହିତ ଯୁଦ୍ଧ କରିବା ଉଚିତ ହେବ ତଥା ମୂଢ଼ମତି ଦୁର୍ଯ୍ୟୋଧନର କଲ୍ୟାଣ କାମନାକାରୀ କେଉଁ କେଉଁ ରାଜାମାନେ ଏ ଯୁଦ୍ଧରେ ସମ୍ମିଳିତ ହୋଇଛନ୍ତି। ସେନୟୋରୁଭୟର୍मध्ये ରଥଂ ସ୍ଥାପୟାମ୍ୟଚ୍ୟୁତ ଯାବଦେତନ୍ନିରୀକ୍ଷ୍ୟ ଅହଂ ଯୋଦ୍ଧୁକାମାନवस्थितान् कैमया सह योद्धव्यमस्मिन् रणसमुद्यमे जोत्स्यमाननवेक्ष्याहं जयित्रेऽत्र समागताः धातराष्ट्रस्य दुर्बुद्ध्यो युद्धे प्रियस्य किश्चवः। ପୁନଶ୍ଚ ସୈନ୍ୟ ନିରୀକ୍ଷଣ କରିସାରିଲା ପରେ ହଠାତ୍ ଅର୍ଜୁନଙ୍କ ମନରେ ବୈରାଗ୍ୟ ଉତ୍ପନ୍ନ ହେବା ଓ ଯୁଦ୍ଧ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିବା କଥା କହିବା ମହାଭାରତରେ ବର୍ଣ୍ଣିତ ତାଙ୍କର ଚରିତ୍ରକୁ ଲକ୍ଷ୍ୟ କଲେ ଅପ୍ରାସଙ୍ଗିକ ମନେ ହୁଏ। ଯଦିବା ଏହାକୁ ସତ୍ୟ ବୋଲି ଧରି ନିଆଯାଏ, ତେବେ ଗୀତାର ସମସ୍ତ ଅଧ୍ୟାୟରେ ଏମିତି କୌଣସି ବାକ୍ୟ ନାହିଁ ଯଦ୍ୱାରା ଅର୍ଜୁନ ପରି କ୍ଷତ୍ରିୟ ପୁଙ୍ଗବ ମନରେ ପୁନଃ ଯୁଯୁତ୍ସୁ ବୃତ୍ତିର ଉଦ୍ରେକ ହେବ। ତେଣୁ ଦ୍ୱିତୀୟ ଅଧ୍ୟାୟର 10ମ ଶ୍ଲୋକ ପର୍ଯ୍ୟନ୍ତ ଯେଉଁ ସବୁ ଭୂମିକାର ଅବତାରଣା କରାଯାଇଛି, ତାହା କେବଳ ଗୀତାକୁ ମହାଭାରତର ଅଂଶ ବୋଲି ବିଶେଷ ଭାବରେ ପ୍ରମାଣ କରିବା ପାଇଁ ହିଁ ଉଦ୍ଦିଷ୍ଟ। ଗୀତାର ଶ୍ଲୋକ ରଚନା ଶୈଳୀ ଓ ମହାଭାରତ ଶ୍ଲୋକ ରଚନା ଶୈଳୀ ମଧ୍ୟରେ ବହୁତ ଅନ୍ତର ଦେଖାଯାଏ। ସମୟ ଦୃଷ୍ଟିରୁ ଗୀତା ଅପେକ୍ଷା ମହାଭାରତ ଖୁବ୍ ପ୍ରାଚୀନ। ଏସବୁକୁ ବିଚାର କଲେ ଏକଥା ସ୍ପଷ୍ଟ ଜଣାଯାଏ ଯେ ପରମାତ୍ମା ଅର୍ଜୁନଙ୍କ ହିଂସ୍ରୁକ ଯୁଦ୍ଧରେ ପ୍ରବୃତ୍ତ କରିବା ଉଦ୍ଦେଶ୍ୟରେ ଗୀତା ଜ୍ଞାନ ପ୍ରଦାନ କରିନଥିଲେ, ବରଂ ସମଗ୍ର ମାନବାତ୍ମାକୁ ଜ୍ଞାନ ଯୋଗ ମାର୍ଗରେ ପରିଚାଳିତ କରି ସେମାନଙ୍କ ଅନ୍ତଃକରଣ ଶୁଦ୍ଧି ଦ୍ୱାରା ଏକ ପବିତ୍ର ସୁଖ ଶାନ୍ତି ଓ ସମୃଦ୍ଧ ସାମ୍ରାଜ୍ୟ ସ୍ଥାପନ କରିବା ହିଁ ତାଙ୍କ ଅବତରଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଗୀତାରେ ଯେଉଁ କେତେକ ଶ୍ଲୋକ ଯୁଦ୍ଧ ସହିତ ସମ୍ପର୍କିତ, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଶ୍ଲୋକର ସୂକ୍ଷ୍ମ ଅନୁଶୀଳନ କଲେ ଏହି କଥା ସ୍ପଷ୍ଟ ହୋଇଯାଏ ଯେ ପରମାତ୍ମା ପ୍ରକୃତରେ ମନୋବିକାର ସହିତ ଯୁଦ୍ଧ କରିବା କଥା କହିଛନ୍ତି। ସେ କୁହନ୍ତି, ରଜଗୁଣରୁ ଉତ୍ପନ୍ନ ହୋଇଥିବା ଏହି କାମ ହିଁ କ୍ରୋଧ ଅଟେ। ଏହା ଅଗ୍ନି ସଦୃଶ ଭୋଗ ଦ୍ୱାରା ତୃପ୍ତ ହେଉନଥିବା ବଡ଼ ପାପୀ। ଏହାକୁ ହିଁ ଶତ୍ରୁ ବୋଲି ଜାଣ। କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବଃ ମହାସନ ମହାତ୍ପାତ୍ମା ବିଦ୍ଧେନମିହ ବୈରିଣମ୍। ହେ ଅର୍ଜୁନ, କାମ ବାସନା ଜ୍ଞାନୀମାନଙ୍କୁ ନିତ୍ୟ ଶତ୍ରୁ। ଏହା ଜ୍ଞାନକୁ ଆଚ୍ଛାଦିତ କରିଦିଏ। ଏହା ଅନଳ ବା ଅଗ୍ନି ପରି ସଦା ଅତୃପ୍ତ। ଆବୃତଂ ଜ୍ଞାନମେତେନ
ज्ञानिनो नित्यवैरिणां कामरूपेण कौन्तेय दुष्क्रूरेण नळेन च। हि ମହାବାହୁ, କାମ ହିଁ ମନୁଷ୍ୟର ଦୁର୍ଯ୍ୟ ଶତ୍ରୁ। ତୁ ଜ୍ଞାନ ଦ୍ୱାରା ମନକୁ ବଶୀଭୂତ କରି ଏହି ଶତ୍ରୁକୁ ବିନାଶ କର। ଏବଂ ବୁଦ୍ଧି ପରଂ ବୁଦ୍ଧ୍ୟା ସଂସ୍ତଭ୍ୟାତ୍ମାନମାତ୍ମନଃ ଜହି ଶତ୍ରୁଂ ମହାବାହୁ କାମରୂପଂ ଦୁରାସଦମ୍। ଯିଏ ନିଜେ ନିଜକୁ ଜାଣିଛି, ଯିଏ ନିଜେ ନିଜର ମିତ୍ର ଅଟେ, ଯିଏ ନିଜେ ନିଜକୁ ଜିଣି ନାହିଁ, ତାର ଆତ୍ମା ତାର ଶତ୍ରୁ ଅଟେ। ବନ୍ଧୁରାତ୍ମାନସ୍ତସ୍ୟ ଜେନାମୈବା ମୈନାଜିତଃ ଅନାତ୍ମନସ୍ତଶତ୍ରୁତ୍ୱେ ବର୍ତ୍ତେତାତ୍ମୈବ ଶତ୍ରୁବତ୍। ଯେଉଁ ପୁରୁଷ ସୁହୃତ୍, ମିତ୍ର, ଶତ୍ରୁ, ଉଦାସୀନ, ମଧ୍ୟସ୍ଥ, ଦ୍ୱେଷୀ ଏବଂ ବନ୍ଧୁଗଣଙ୍କଠାରେ ତଥା ଧର୍ମାତ୍ମା ପାପୀଗଣଙ୍କଠାରେ ସମାନ ଭାବ ପ୍ରଦର୍ଶନ କରେ, ସେ ହିଁ ଶ୍ରେଷ୍ଠଜ୍ଞ। ସୁହୃନ୍ମି ତଜ୍ଜୁଦାସୀନ ମଧ୍ୟସ୍ଥଦ୍ୱେଷବନ୍ଧୁଷୁ ସାଧୁଷୋऽପି च ପାପେଷୁ ସମବୁଦ୍ଧିଃ ବିଶିଷ୍ୟତେ। କ୍ରମଶଃ ଓମ୍ ଶାନ୍ତି।